ଯିବେ ଆପଣ ଆପଣଙ୍କର ଲୋକଙ୍କ ପାଖକୁ ଯାଉନାହାନ୍ତି, ଆପଣଙ୍କ ସ୍ୱପ୍ନ ସେତେ ପାଖେଇ ଆସୁଛି, ଏ ଜିନିଷ ଆପଣ ଭାବିବେ, ରାଇଟ୍? ତେଣୁ ଏ ଲୋକଙ୍କ ପାଇଁ ଆପଣଙ୍କର ହ୍ୟାବିଟ ହବା ଦରକାର ଯେ ଡେଲି କେତେ ଲୋକଙ୍କର କେତେ ଲୋକଙ୍କ ବିଷୟରେ ଆପଣ ଚିନ୍ତା କରୁଛନ୍ତି, କେତେ କେତେ ନୂଆ ନୂଆ ସମ୍ପର୍କ ସୃଷ୍ଟି କରୁଛନ୍ତି, ସେ ସମ୍ପର୍କର ସୃଷ୍ଟି ହଉଥିବା ଲୋକଙ୍କର ନା କେତେ ଆପଣ ଲେଖୁଛନ୍ତି, ଲିଷ୍ଟ ଆପଣ କେତେ ଲେଖୁଛନ୍ତି, ଲିଷ୍ଟ ଇଏ ବି ହ୍ୟାବିଟ ହବା ଦରକାର ଯେ ଡେଲି କମ ସେ କମ ଗୋଟେ ଦିଟା ତିନିଟା ଶୋଇବା ପୂର୍ବରୁ ଜଣେ ଦି ଜଣ ତିନି ଜଣଙ୍କ ନାଁ ଲେଖିବି ମେମୋରି ଜାଗାରେ ନାଁ ଲେଖି ଲିଷ୍ଟ କରି ମନେ ରଖନ୍ତୁ। କୌଣସି ଷ୍ଟେଜ ଉପରେ ଯାଇକରି ଷ୍ଟେଜ ଉପରେ ବଡ ବଡ ଭାଷଣ ଦେଇଦେବା ନା ଇଏ ବହୁତ ଇଜି, ରାଇଟ୍? ବହୁତ ସହଜ, ରାଇଟ୍? ଆଗରେ 100 ଲୋକ ବସୁଛନ୍ତି, 200 ଲୋକ ବସୁଛନ୍ତି, ଇଆଡୁ ସିଆଡୁ କିଛି କୁହ, ଡାଇଲଗ ବାଜି କର, ଓକେ। ଯେ କିନ୍ତୁ ଯୋଉ ଜିନିଷ ରହୁଛି ନା, ଆପଣଙ୍କ ଭିତରର ମଣିଷ ନା, ଭିତରର ମଣିଷ ସେତିକିରେ ଖୁସି ହବ ନାହିଁ। ଭିତର ମଣିଷ ସେତିକିରେ ଖୁସି ହବ ଯେତେବେଳେ ଆପଣ ନିଦା କର୍ମ କରିବେ, ଠିକ କର୍ମ ଆପଣ କରିବେ, ଦ୍ୟାଟ ଇଜ ହଉଛି ଲିଷ୍ଟ। ଯେ ଗୋଟେ କାମ ହଉଛି ଯେ ଲିଷ୍ଟ, ମୁଁ ଆଜି ଶୋଇବା ପୂର୍ବରୁ ଯଦି ମୁଁ ଷ୍ଟେଜ ଉପରେ ବଡ ଭାଷଣ ମାରିକି ଆସିଛି ନା, ତାହେଲେ କମ ସେ କମ ପାଞ୍ଚ ଜଣଙ୍କ ନାଁ ମୁଁ ଲେଖିବି ଆଜି ଷ୍ଟେଜରେ, ଖାତାରେ, ରାଇଟ୍? ଲିଷ୍ଟ, ଲିଷ୍ଟ ପରେ ପରେ ଆସୁଛି ଟକ୍ ଟୁ ପିପୁଲ। ଇଏ ହ୍ୟାବିଟ ହବା ଦରକାର ଯେ ଲୋକ, ମନେ ରଖନ୍ତୁ, କୌଣସି ଲୋକ ଆପଣଙ୍କ ସହିତ କଥା ହେବେ ନାହିଁ, ଆପଣଙ୍କର ଦରକାର ଆପଣ ଲୋକଙ୍କ ସହିତ କଥା ହେବେ, ରାଇଟ୍? ଇଗୋ, ଅହଙ୍କାର, ବଡପନ, ଲାଜ, ଏ ସବୁ ଗୁଡିକ ସକ୍ସେସ ଲୋକଙ୍କର ହ୍ୟାବିଟ ନୁହଁ, ଏ ସବୁ ହଉଛି ଫେଲୁଅର ଲୋକଙ୍କର ହ୍ୟାବିଟ, ଏ ସବୁ ହଉଛି ଗରିବ ଲୋକଙ୍କର ହ୍ୟାବିଟ, ରାଇଟ୍? ଗରିବ ଲୋକଙ୍କର ହ୍ୟାବିଟକୁ ଆଦତରେ ପକାନ୍ତୁ ନାହିଁ, ରାଇଟ୍? ଆପଣଙ୍କ ପରିବାର ଦୁଃଖ ପାଇବ, ଆପଣ ଦୁଃଖ ପାଇବେ। ଯେ ଆପଣ ସକ୍ସେସଫୁଲ ଲୋକର ଆଦତକୁ ଡେଭଲପ କରାନ୍ତୁ। ଆପଣଙ୍କର କାମ, ଆପଣ ଲୋକଙ୍କ ସହିତ କଥା ହେବେ, ଆପଣଙ୍କର ଝିଅ ବାହାଘର, ଲୋକ ଆସିବେ ଆପଣଙ୍କ ଘରେ ଖାଇବେ, ଆପଣଙ୍କର ଖର୍ଚ୍ଚ ହବ, କିନ୍ତୁ ଆପଣଙ୍କୁ ଲୋକଙ୍କ ଘରକୁ ଯାଇକି ଇନଭାଇଟ କରିବାକୁ ପଡିବ, ହ୍ୱାଟ୍ସଆପରେ ନିମନ୍ତ୍ରଣ ପଠେଇବାକୁ ପଡିବ, କାର୍ଡ ଦେବାକୁ ପଡିବ, କାରଣ ଆପଣ ହଉଛନ୍ତି କର୍ତ୍ତା, ଆପଣ ହଉଛନ୍ତି ଧର୍ତ୍ତା, ଆପଣ ହଉଛନ୍ତି ଦୈବ ବିଧାତା। ତେଣୁ ଆପଣଙ୍କୁ ଏଠି ଲୋକଙ୍କ ସହିତ କଥା ହେବାକୁ ପଡିବ, ଟକ୍ ଟୁ ପିପୁଲ, ରାଇଟ୍? ଟକ୍ ଟୁ ପିପୁଲ, ଟକ୍ ଟୁ ପିପୁଲ, ଲିଷ୍ଟ କରିବା ଏବଂ ଲୋକଙ୍କ ସହିତ କଥାବାର୍ତ୍ତା କରିବା। ଇଏ ଟକ୍ ଟୁ ପିପୁଲ କଣ? ଟକ୍ ଟୁ ପିପୁଲ ମାନେ ଲୋକଙ୍କ ସହିତ ଆପଏଣ୍ଟମେଣ୍ଟ, ରାଇଟ୍? ଲୋକଙ୍କ ସହିତ ଆପଏଣ୍ଟମେଣ୍ଟ ନବା, ଲୋକଙ୍କୁ ମୋଦି କେୟାର ପ୍ରଡକ୍ଟ, କୋଉ ପ୍ରଡକ୍ଟ ଆପଣଙ୍କୁ ଭଲ ଲାଗିଛି ତା ବିଷୟରେ ଆପଣ କଣ କହିବା, ରାଇଟ୍? ଧରନ୍ତୁ ଇଏ ହଉଛି ଲିଭର ରିଗାର, ରାଇଟ୍? ମୁଁ ଏବେ ଟେଷ୍ଟ କରି ଦେଖିଲି ଯେ ମୋର ଫ୍ୟାଟି ଲିଭର ଅଛି, ରାଇଟ୍? ଫ୍ୟାଟି ଲିଭର ଥିବା ଯୋଗୁଁ ଏସିଡିଟି, ଗ୍ୟାସ ଏସବୁ ଜିନିଷ ହଉଛି। ଦେଖିଲି ମୋଦିକାର ଗୋଟେ ବଢିଆ ପ୍ରଡକ୍ଟ ଅଛି ଲିଭର ରିଗାନ, ରାଇଟ୍? ଏ ଯୋଉ ଲିଭର ରିଗାନ ଅଛି, ରାଇଟ୍? ମୁଁ ଆକୁ 3 ଦିନ ଖାଇଲା ଭିତରେ ମୁଁ ବେଟର ଫିଲ୍ କରୁଛି। ଯେତେବେଳେ ଇଏ ମତେ ସାଟିସ୍ଫାଏଡ କରୁଛି ନା, ରାଇଟ୍? ଯେ ଆମେ ଯଦି ଦେଖିବା ଶହେରେ ବର୍ତ୍ତମାନ 80 ଜଣଙ୍କର ଫ୍ୟାଟି ଲିଭର, ଆମର ଯୋଉ ପ୍ରକାର ଖାଇବା ପ୍ରଣାଳୀ, ଶୋଇବା, ଏବଂ ଫ୍ୟାଟି ଲିଭର କାରଣ ହଉଛି ଗୋଟେ ଖାଦ୍ୟ, ଆଉ ଗୋଟେ ହଉଛି ଯଦି ଦେଖିବେ, ଆଉ ଗୋଟେ କହିଦିଅ ମିଟିଂରେ ଅଛି ଯେ ଖାଦ୍ୟ, ଆଉ ଗୋଟେ ଜିନିଷ ଆମେ କହିଦେଇ ପାରିବା କଣ ନା ଅଧିକରୁ ଷ୍ଟ୍ରେସ୍। ଆଜିକାଲି କୋଉ ଲୋକ ଷ୍ଟ୍ରେସ୍ ନାହିଁ ବି କୁହନ୍ତୁ, ଏ ଷ୍ଟ୍ରେସ୍ ବି ଫ୍ୟାଟି ଲିଭରକୁ କ୍ରିଏଟ କଣ କରଉଛି, ରାଇଟ୍? ଏ ଷ୍ଟ୍ରେସ୍ କୋଉଠୁ କ୍ରିଏଟ ହଉଛି ନା, ଷ୍ଟ୍ରେସ୍ କ୍ରିଏଟ ହଉଛି ଇନକମ କମ, ଲୋକଙ୍କୁ ଦେଖେଇ ହବାର ମନୋବୃତ୍ତି ଅଧିକା, ସେଥିପାଇଁ ଇଏମଆଇ ବଢି ଯାଉଛି ପ୍ରବଳ ଲୋକଙ୍କର। ଗୋଟେ ଗୋଟେ ଲୋକଙ୍କର ଇଏମଆଇ 2ଟା 3ଟା 4ଟା, ଖାଅ ପିଅ ଯାହା କଣ କରୁଛ କର, ଇଏମଆଇ। ସେକେଣ୍ଡ ହଉଛି ଆମେ ନିଜ ବାପାଙ୍କ ଘରେ ରହିବୁନି, ଯାଇକି ଭଡା ଘର ନେଇକି ରହିବୁ, ଖାଅ ପିଅ ନ ରୁହ, ଯାଇକିରି ଭଡା ଦିଅ, ଇଏମଆଇ ଦିଅ। ଇଏ ଚକ୍କର ଭିତରେ ଯୋଉ ଷ୍ଟ୍ରେସ୍ ପଡି ଯାଉଛି, ଇଏ ଷ୍ଟ୍ରେସ୍ ର ବି ଗୋଟେ ଅନ୍ୟତମ କାରଣ ହଉଛି କଣ, ଫ୍ୟାଟି ଲିଭର ହବା। ମୁଁ ଯେମିତି ଗୋଟେ ପ୍ରଡକ୍ଟ ବିଷୟରେ କହିଲି, ସବୁ ଜିନିଷ ଯେକୌଣସି ପ୍ରଡକ୍ଟ ଆପଣଙ୍କୁ ଭଲ ଲାଗୁଛି, ଯୋଉ ପ୍ରଡକ୍ଟ ଆପଣ ସାଟିସ୍ଫାଇଡ ହେଇଛନ୍ତି, ଆପଣ ଆପଣଙ୍କ ତରଫରୁ କୁହନ୍ତୁ, ଦ୍ୟାଟ ଇଜ ହଉଛି ଟକ୍ ଟୁ ପିପୁଲ। ଆଉ ମନେ ରଖନ୍ତୁ, ଆପଣ ଜୀବନର ସତ୍ୟତା ଆଜି ଆପଣ କହିଲି, ଭାରତ ବର୍ଷରେ ମାତ୍ର 5% ଲୋକ 50,000 ଅଧିକ ଟଙ୍କା ରୋଜଗାର କରୁଛନ୍ତି, ଓନ୍ଲି 5%। ଆପଣ ନିଜେ ଦେଖିବେ। ଆଉ ଯଦି 95% ଲୋକ ଭାରତ ବର୍ଷରେ ଅଛନ୍ତି ଯୋଉମାନେ ବିଲୋ 50,000, ସମସ୍ତଙ୍କୁ ମୋଦି କେୟାର ଅପରଚୁନିଟି ଦରକାର ଅଛି, କିନ୍ତୁ ଆପଣ ପ୍ଲାନ ଶୋ କରିବାକୁ ରେଡି ନାହାନ୍ତି। ଆପଣ ଚିନ୍ତା କରନ୍ତୁ, 150 କୋଟି, 150 କୋଟିର 5% ଲୋକ, ଆପଣ ଠିକ ଅଛି, ଆପଣ କୁହନ୍ତୁ ଯେ 5% ଲୋକଙ୍କୁ ମୋଦି କେୟାର ଦରକାର ନାହିଁ, କାରଣ ସେମାନଙ୍କର 50,000 ଅଧିକ ଟଙ୍କା ରୋଜଗାର ଅଛି, ଓକେ। ତାହେଲେ କେତେ କେତେ ଲୋକ ହେବେ? ଯଦି 5% ବି ଧରିବେ, 15 5 75, 7.5 କୋଟି ଲୋକଙ୍କୁ ମୋଦି କେୟାର ଦରକାର ନାହିଁ। ଆହୁରି 1,43,00,000 ଲୋକ ରହିଲେଣି ଯାହାକୁ ମୋଦି କେୟାର ଦରକାର, କାରଣ ମୋଦି କେୟାର ଦଉଛି ଅପରଚୁନିଟି, ତମେ 50,000 ଟଙ୍କା ଇନକମ କରିପାରିବ, ତାଠୁ ଅଧିକ ଇନକମ କରିପାରିବ। ଇଣ୍ଡିଆର 5%
लिस्ट को तुम जाइपर तेणु केड़े बड़ मार्केट अच्छी किंतु आपण मैंने ये लोकों सहित कथबार्ता कर हिचकिचाऊंट कथबार्ता करूना लाज लगुच इगो हूँ हेबिट रे कन्वर्ट करातु ये अभ्यास हो दरकार डेली मु अंतत पक्षे जड़े दी जन सहित कथा हेबी जड़े दी जन सहित कथा हेबी देन ଆଉ ଗୋଟେ ହେବିଟ ହେଇଯିବା ଦରକାର ଏ ବିଜନେସ ପାଇଁ ଆପଣଙ୍କ ଲାଇଫ ପାଇଁ କନେକ୍ସନ ୱିଥ ପିପୁଲ ଲୋକଙ୍କ ସହିତ କେତେ କନେକ୍ସନ ରହୁଛନ୍ତି କେତେ କଲିଂ ଆପଣ କରୁଛନ୍ତି କନଷ୍ଟ୍ରକ୍ଟିଭ ୱେରେ କେତେ କଲିଂ ଆପଣ କରୁଛନ୍ତି କେତେ ଲୋକଙ୍କ ସହିତ ବସିକିରି ପ୍ୟାର ସେ କଥା ହଉଛନ୍ତି ରାଇଟ କେତେ ଲୋକଙ୍କ ଘରକୁ ଆପଣ ଯାଉଛନ୍ତି ହୋମ ଭିଜିଟ ରାଇଟ କେତେ ଲୋକଙ୍କ ସହିତ ହୋମ ଭିଜିଟ କରୁଛନ୍ତି ନା ହୋମ ଭିଜିଟ କରିବାର ନାହିଁ କଲିଂ ନାହିଁ ଏ 25 ତାରିଖ ପାଖେ ଆସିଲା ଲୟାଲିଟି ସରିଯିବ 24 ତାରିଖ ଦିନ ଫୋନ ହବ ଏ ତୁ ଏ 24 ତାରିଖ ହେଲାଣି କଣ କିଛି କରୁନୁ ଶୁଣୁ 25 ତାରିଖ ଲାଷ୍ଟ ଡେଟ୍ କରିଦବୁ ଇଏ କଣ କାମ ରାଇଟ ଇଏ ହେବିଟ ହବା ହେଇଯିବା ଦରକାର ଯେ ଆପଣଙ୍କ ସହିତ ଯୋଉ ଲୋକ ଆସୁଛି ନା ସିଏ ଆପଣଙ୍କ ଉପରେ ବିଶ୍ୱାସ କରିକି ଆସୁଛି ପରେ ମୋ ଅଧିକାରକୁ ଦେଖୁଛି ତେଣୁ ଆପଣଙ୍କ ଉପରେ ଯୋଉ ବିଶ୍ୱାସ ଯୋଉ ଭରସା ଆପଣଙ୍କ ଉପରେ ସେ କରିଛି ଆପଣ ତାକୁ କେତେ ଭରସା ଦଉଛନ୍ତି ସିଏ ତ ଭରସା କରିଛି କିନ୍ତୁ ଆପଣ ତାକୁ ଭରସା କେତେ କରୁଛନ୍ତି କେତେ ଦଉଛନ୍ତି କେତେ ବିଶ୍ୱାସ ଆପଣ ତା ପ୍ରତି କଣ କରୁଛନ୍ତି ତେଣୁ କନେକ୍ସନ ୱିଥ ପିପୁଲ ଯେ ଲୋକଙ୍କ ସହିତ ଟେଲିଫୋନରେ କଣ୍ଟାକ୍ଟ ମୁଁ ତ କହୁଛି ଯେତେ ଆପଣଙ୍କର ଯେତେ ଡାଉନଲାଇନ ଅଛନ୍ତି ସମସ୍ତଙ୍କ ସହିତ ଟେଲିଫୋନରେ କଥା ହୁଅନ୍ତୁ ସମସ୍ତଙ୍କ ସହିତ ଆରେ ଭଲ ମନ୍ଦ ଟିକେ ପଚାରନ୍ତୁ ଘରେ ସବୁ ଭଲ କି ନାହିଁ ବାପା କେମିତି ଅଛନ୍ତି ମା କେମିତି ଅଛନ୍ତି ସ୍ତ୍ରୀ କେମିତି ଅଛି ସ୍ୱାମୀ କେମିତି ଅଛି ପୁଅ କେମିତି ଅଛି ଝିଅ କେମିତି ଅଛି ରାଇଟ ଯେ ମୋଦିକାର ଏମିତି ଗୋଟେ ନୂଆ ପ୍ରଡକ୍ଟ ୟୁଜ କରୁଛୁ ନା ନାହିଁ ୟୁଜ କଲୁ ନା ନାହିଁ ମୁଁ ଅଛି ତୋ ସହିତ ରାଇଟ କିଛି ବ୍ୟସ୍ତ ହନା ରାଇଟ ଏଇ ଜିନିଷଟା କୁହନ୍ତୁ ନା ଭରସା ଦିଅନ୍ତୁ ଦେଖନ୍ତୁ ତାର ପାୱାର କେତେ ରାଇଟ ଯେତେବେଳେ ଗୋଟେ ବାପ ତା ପୁଅକୁ କହେ ନା ତୁ କିଛି ବ୍ୟସ୍ତ ହନା ତୁ ମାଡି ଚାଲ ତୋ ପଛରେ ମୁଁ ଅଛି ପୁଅ ସେଠି ସତ ସିଂହର ବଳ ପାଇଯାଏ ଯେ ମୋ ସାଙ୍ଗରେ ମୋ ବାପା ଅଛି ତେଣୁ ଆପଣ ମାନଙ୍କର ଯୋଉ ଜଣେ 2 ଜଣ 4 ଜଣ 5 ଜଣ ଡାଉନଲାଇନ ଯାହା ବି ଆସୁଛନ୍ତି ଆପଣଙ୍କ ମାଇଣ୍ଡ ଭିତରେ ଡେଷ୍ଟ୍ରକ୍ଟିଭ ଜିନିଷ ଅଧିକ ହେ ଶଳାଟା କାମ କରିବନି ଏଟା କରିବନି କେତେ କହିବୁ କଣ କରିବୁ ଦେ ଛାଡିଦିଅ ଏଟା ହବନି କିନ୍ତୁ ଆପଣ ଥରେ ଆପଣଙ୍କ ଡ୍ୟୁଟି ଠିକ ସେ କରୁଛନ୍ତି କି ନାହିଁ ନିଜ ବିବେକକୁ ପଚାରନ୍ତୁ ଯେ ଡେଲି ଆପଣ ହାବିଟ ରେ କନଭର୍ଟ କରିଛନ୍ତି କି ଯେ ମୁଁ ଏତିକି ଡାଉନଲାଇନଙ୍କ ସହିତ କଥା ହେବି କି କୋଉ ଡାଉନଲାଇନକୁ ପାଖକୁ ଡାକିକି ବସିବି କି କାହା ଘରକୁ ଟିକେ ଯିବି ରାଇଟ ଇଏ ହେବିଟ ହେଇଯିବା ଦରକାର ଇଏ ଗୁଡିକ ଯଦି ଏଇ ଯୋଉ ଆଜି ହେବିଟ କଥା କହିଲି ହେବିଟ ଭିତରେ ଆପଣ କହିଲି ଡ୍ରିମ୍ସ ହେବିଟ ଭିତରେ କହିଲି ଆଇଡିଆ ହେବିଟ ଭିତରେ କହିଲି ଥଟ୍ ହେବିଟ ରେ କହିଲି ପ୍ଲାନିଂ ହେବିଟ ରେ କହିଲି କଣ୍ଟିନ୍ୟୁ ଆକ୍ସନ ହେବିଟ ରେ କହିଲି ଲିଷ୍ଟ ଟକ୍ ଟୁ ଏବଂ ଲୋକଙ୍କ ସହିତ ଟକ୍ ଟୁ ପିପୁଲ କଥା ହବା ପ୍ରଡକ୍ଟ ବିଷୟରେ ପ୍ଲାନ ବିଷୟରେ କନେକ୍ସନ ହେଇକି ରହିବା ଲୋକଙ୍କ ସହିତ ଟେଲିଫୋନ କଣ୍ଟାକ୍ଟ ହୋମ ଭିଜିଟ ରାଇଟ ସିଷ୍ଟମ ସହିତ ଆଟାଚ ଆଜି ଜୁମ୍ ମିଟିଂ ଆଜିର ଜୁମ୍ ମିଟିଂ ବିଷୟରେ ଯଦି ଆପଣ ଆଜି ଜୁମ୍ ମିଟିଂ ଅଛି ବା ପ୍ରତ୍ୟେକ ଶୁକ୍ରବାର ମୁଁ କିଛି ଆସନ୍ତା ଶୁକ୍ରବାର ମୋର ପ୍ଲାନ ଶୋ ଅଛି ଗୋଟେ ଶୁକ୍ରବାର ପ୍ଲାନ ଶୋ ଗୋଟେ ଶୁକ୍ରବାର ଟ୍ରେନିଂ ଆଉ ଗୋଟେ ଶୁକ୍ରବାର ପ୍ଲାନ ଶୋ ଆଉ ଗୋଟେ ଶୁକ୍ରବାର ଟ୍ରେନିଂ ଯେ ଆପଣ ସେମିତି ଆଜି ଗୋଟେ ଜୁମ୍ ମିଟିଂ ଅଛି ଯେ ଆପଣ ଯେ କେତେ 10ଟା 15ଟା 20ଟା ଲୋକ ଆଜି ଜୁମ୍ ମିଟିଂ ଅଛି ଆଜି ଜୁମ୍ ମିଟିଂ ଅଛି ଡାଉନଲାଇନ ଅଲଗା ପ୍ରକାର ଓବ୍ଲିଗେସନ ଆସିବ ଆପଣ ମାନେ ମତେ ବାଧ୍ୟ କରିବେ ସାର୍ ଇଏ 100 ଲୋକ ନୁହେଁ ଆପଣ 500 ତୁରନ୍ତ କରନ୍ତୁ 500 ଜଲ୍ଦି କରନ୍ତୁ ଆପଣଙ୍କ ତରଫରୁ ମତେ ଡିମାଣ୍ଡ ଆସିବ ସାର୍ ମୋର 10 ଜଣ 5 ଜଣ ଜଏନ କରିପାରିଲେ ନାହିଁ ଯେ ଆହୁରି କଣ ଆପଣଙ୍କ ତରଫରୁ ଡିମାଣ୍ଡ ଆସିବ ଆସିଲେ ମୁଁ ବ୍ୟସ୍ତ ହେବି ଯେ ନାଇଁ ଠିକ ଅଛି ଆକୁ ବଢେଇବି ମୁଁ ତ ଦେଖୁଛି କଣ ନା 198 99 500 ହେଲା ଭଳି ଆପଣଙ୍କର ଆକ୍ଟିଭିଟିଜ ହେଇନାହିଁ ରାଇଟ ଏଇ ଯୋଉ କେତେଟା ହାବିଟ ବିଷୟରେ କହିଲି ଆଶା କରୁଛି ହାବିଟ କୁ ଆପଣ କଣ୍ଟିନ୍ୟୁ କରିବେ ଆଉ ପ୍ରିନ୍ସିପଲ ଯୋଉ ଜିନିଷ କହିଲି ଇଏ ଆଇମା କାହାଣୀ ଗପ ନୁହେଁ ଆକୁ ଶୁଣିବେ ଏବଂ ଭୁଲିଯିବେ ଯୋଉ 22-23 ବର୍ଷ ତଳେ ଯୋଉ ବହିକି ମୁଁ ପଢିଥିଲି ତାକୁ ମୁଁ କିଞ୍ଚିତ ମାତ୍ରାରେ ନିଜ ଉପରେ ଆପ୍ଲାଏ କରିକିରି ଆଜି ଏ ପର୍ଯ୍ୟନ୍ତ ମୁଁ ଆସିଛି ଏବଂ ଯେ ତାକୁ ରେଷ୍ଟ ଅଫ ଲାଇଫ ତାକୁ ଆପଣେଇକିରି ମୁଁ 30 ଲକ୍ଷ ପର୍ଯ୍ୟନ୍ତ ମଧ୍ୟ ଯିବି ରାଇଟ ତାହେଲେ ସେଇ ଯୋଉ ପ୍ରିନ୍ସିପଲ କଥା କହିଲି କଣ ହେଲ୍ଥ ବ୍ରେନ ଫାଇନାନ୍ସିଆଲ ସୋସିଆଲ ଫ୍ୟାମିଲି ଏବଂ पर्सनाल या ଉପରେ ଯୋଉ ଜିନିଷ କହିଲି ଆକୁ ଆପଣ ମନେ ରଖିଥିବେ ଇଏ ଏଇ ଯୋଉ 6ଟା ଗୋଟେ ଚକ୍ର ସ୍କୋପ କଥା କହିଲି ବର୍ତ୍ତମାନ ଅଲରେଡି 8ଟା 50 ଆଉ 10 ମିନିଟ ଭିତରେ ଜଷ୍ଟ କିଛି ବନ୍ଧୁ ମାନଙ୍କୁ ଆମେ ଶୁଣିବା ରାଇଟ କିଛି ବନ୍ଧୁ ମାନଙ୍କୁ ଶୁଣିବା ଯୋଉମାନେ କଣ ପାଠ ମନେ ରଖିଛନ୍ତି କହିବେ ରାଇଟ ଯୋଉମାନେ କୋଷ୍ଟ ନାହାନ୍ତି ବି ଆପଣ ନିଜେ ଅନମ୍ୟୁଟ ହେବେ ଏବଂ କହିବେ କମଲ ସାର୍ କୁ କହିଦଉଛି ଅନମ୍ୟୁଟ ଅପସନ ଟା ଦେଇଦେବେ ମୁଁ ଯା ନା କହିବି ଆପଣ ମାନେ ରାଇଟ ଲିଡର ମାନେ ମୁଁ ଜାଣିକି ଲିଡର କାରଣ ଲିଡର ମାନେ ତ ସବୁ ପାଠ ମନେ ରଖୁଛନ୍ତି ଲେଖି ଦଉଛନ୍ତି ମୁଁ ଚାହୁଁଛି ଆପଣଙ୍କ ଭିତରେ କିଛି ଲିଡରସିପ ଡେଭଲପ କରୁ ଯାହା ନାଁ ମୁଁ ବି କହିବି ଆପଣ ମାନେ ରାଇଟ ଆପଣ ମାନେ କହିବେ ରାଇଟ ଆପଣ ମାନେ କହିବେ ଆଜି କଣ କଣ ପାଠ ଆଜି ମନେ ରଖିଲେ ପ୍ରଥମେ ଆମେ ଶୁଣିବା ଶେଷଦେବ ସାର୍ କୁ ଶେଷଦେବ ବଣିଆ ସମସ୍ତେ ରେଡି ଥାନ୍ତୁ ଧଡାସ କିଣି
जहाँ ना नेबी अनम्यूट हेबे कहबे। शेषदेव सर कहूँ। कमल सर अनम्यूट करो। हाँ ओके हाँ कहूँ। गुड मॉर्निंग मैडम ସାର୍ ନମସ୍କାର ସାର୍। नमस्कार। ଆଜିର ଟପିକଟା ଜବରଦସ୍ତ ଥିଲା। ମାନେ ପହଲା ଯୋଉ ପ୍ରିନ୍ସିପଲ ଆଉ ହ୍ୟାବିଟ, ପ୍ରିନ୍ସିପଲ ଯୋଉ 6ଟା ପଏଣ୍ଟ କହିଲେ ସମସ୍ତେ ସବୁ ଯାକ କୋରିଲେଟିଭ ଅଟେ। ମାନେ ହେଲ୍ଥ ମୁଖ୍ୟ ହେଲା ହେଲ୍ଥ। ହେଲ୍ଥ ଯଦି ଆମର ଠିକ ରହିବ ତାହେଲେ ବ୍ରେନ ବି ଠିକ ରହିବ। ତେଣୁ ଆମେ ହେଲ୍ଥ ଉପରେ ସଚେତନ ହେବା ଦରକାର। ହେଲ୍ଥ କେମିତି ସୁଷମ ଖାଦ୍ୟ ଖାଇବା, ସେ ଠିକ ବ୍ୟାୟାମ କରିବା, କି ସକାଳ ଭୋରରୁ ଉଠିବା, ଠିକ ସମୟରେ ଶଯ୍ୟାକୁ ଯିବା, ଏଇ ଅଭ୍ୟାସ ରଖିବା କଥା। ତାପରେ ରହିଲା ବ୍ରେନ। ମୁଁ ଯଦି ହେଲ୍ଥ ଠିକ ରହିବ ବ୍ରେନ ବି ଠିକ ରହିବ। ବ୍ରେନକୁ ଆମେ ମାନେ ସବୁବେଳେ ପଜିଟିଭ ଥିଙ୍କିଂ ମାନେ ଚିନ୍ତା କରିବା କଥା, ଭଲ ନୋବେଲ ବହି ପଢିବା କଥା। ବ୍ରେନକୁ ଠିକ ରଖିବା, ବ୍ରେନ ରଖିଲେ ଠିକ ରଖିଲେ ଆମେ ମାନେ ଫାଇନାନ୍ସିଆଲ ଫ୍ରିଡମ ବି ପାଇବା, ଫାଇନାନ୍ସିଆଲ ସୁବିଧା ବି ପାଇବା, ଆମର ମାନେ ଅର୍ଥ ବି ଠିକ ଉପାର୍ଜନ ହେଇପାରିବ। ତାପରେ ଆମର ରହିଲା ଯୋଉ ଆମ ଫ୍ୟାମିଲି ସହିତ ଠିକ ମାନେ ଫ୍ୟାମିଲି ମାନେ ହଉଛନ୍ତି ଇମ୍ପୋର୍ଟାଣ୍ଟ। ଆମେ ଯେତେବେଳେ ଅସୁବିଧା ପଡିବା ଫ୍ୟାମିଲି ହିଁ ଆମକୁ ଠିକ ବାଟ ଦେଖେଇବେ। ତେଣୁ ଫ୍ୟାମିଲି ସହିତ ବି କିଛି ସମୟ ତାଙ୍କୁ ଦେବା, ତାଙ୍କ ସୁଖ ଦୁଃଖରେ ସାଥ ଦେବା, ଭଲ ମନ୍ଦ ଚିନ୍ତା କରିବା। ତାପରେ ଆମର ନିଜର ବ୍ୟକ୍ତିତ୍ୱକୁ ମାନେ ଅଧିକ ଅଧିକ ନିଜର ବ୍ୟକ୍ତିତ୍ୱ କେମିତି ବିକାଶ ହବ, ମାନେ ମାନେ ଲୋକମାନଙ୍କ ସହିତ କିପରି ଆମେ ମିଳାମିଶା ସୋସିଆଲ ଗୋଟେ ମାନେ ଅଧିକ ଆମେ ସମାଜରେ ଯଦି ବେଶୀରୁ ବେଶୀ ମିଶି ପାରିବା, ସମସ୍ତଙ୍କ ସାଙ୍ଗେ ଘନିଷ୍ଠ ସମ୍ପର୍କ ହବ, ସମାଜରେ ନିଜର ସମ୍ମାନ ବଢେଇବା, ତାହେଲେ ଆମକୁ ଆମେ ଆଗକୁ ଆଗକୁ ଯାଇପାରିବା। ଏଇଟା ହେଲା ଆମର ପ୍ରିନ୍ସିପଲ। ତାଠୁ ଆମର ହ୍ୟାବିଟ, ହ୍ୟାବିଟ ବି यू ମାନେ सर ହ୍ୟାବିଟ सर ବି थैंक ଗୋଟେ। यू सर थैंक यू सर थैंक यू सर थैंक यू सर। एबे हम सुनिबा अनदर ग्रेट लीडर मिस्टर राजेंद्र सर। गुड मॉर्निंग मनीषा समस्त नमस्कार। ଆପଣ ଯୋଉ ଆଜି ଦିଟା ପଏଣ୍ଟ ଆମକୁ ଦେଲେ, ଗୋଟେ ହେଲା ପ୍ରିନ୍ସିପଲ। ଫାଷ୍ଟ ମୁଁ ବେଶ କରିବି ଯୋଉଟା ଆପଣ 6ଟା ପଏଣ୍ଟ କହିଲେ, 6ଟା ପଏଣ୍ଟକୁ ମୁଁ ଗୋଟିଏ ହିସାବରେ କହିଦେବି ସେଲ୍ଫ ଲିମିଟେସନ। ଆମେ ଯାହା ଶିଖୁଛେ ନିଜ ଉପରକୁ ଆଗ ପ୍ରୟୋଗ କରିବା ଦରକାର। ନିଜ ମାଇଣ୍ଡ କି ଆମେ ଯଦି ଚିନ୍ତାଧାରାକୁ ପରିବର୍ତ୍ତନ କରିଦେଇଛେ, ଯେ ସୋଚ ବଦଳ ଖୁଦ କ ବଦଳ ଦୁନିଆ ବଦଳ ଯୋଉ ସମୀର ସାର୍ ନାରାଟା ଲଗେଇଛନ୍ତି, ସେଟା ଆମ ଠାରୁ ଆରମ୍ଭ ହବା ଦରକାର। ଆମ ବ୍ରେନ, ଆମ ହେଲ୍ଥ, ଆମ ବଡି ଲାଙ୍ଗୁଏଜ, ଆମ ପ୍ଲାନିଂ, ଆମର ସିଷ୍ଟମ ସବୁ ଆମର। ଯେତେବେଳେ ମୋଦିକାରକୁ ଆମର ଭାବି ଦେଇଛେ, ଆମେ ସେଇ ହିସାବରେ ହାବିଟଟା ପରିବର୍ତ୍ତନ କେମିତି ହବ? ଯେତେବେଳେ ସ୍ୱ ପରିବର୍ତ୍ତନ, ସ୍ୱ ପରିବର୍ତ୍ତନ ବିଶ୍ୱ ପରିବର୍ତ୍ତନ। ତେଣୁ ଆମକୁ ଫାର୍ଷ୍ଟ ଟାଇମ ନିଜକୁ ପରିବର୍ତ୍ତନ କରିବାର ଅଛି। ଆମେ ଷ୍ଟ୍ରଙ୍ଗ ହେଇଗଲେ ଦୁନିଆରେ କୌଣସି ଶକ୍ତି ନାହିଁ ଅଧିକାରୀ ଆମକୁ अनसक्सेस କରିଦବ। थैंक यू सर। थैंक यू। सुनिबा एबे आनंदपुर माउसी 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 माउसी। ओके सरोज कुमार परिडा। हाँ माउसी ଲାଗୁନି ନା माउसी କଣ? माउसी कौन। ଲାଗୁଛି ନା ଲାଗିଛି। हाँ 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 कहतु। ଶୁଭୁଛି ସାର୍? हाँ ନମସ୍କାର शुभुची ସାର୍। शुभुची। ସାର୍ ଆପଣ ଆଜି ଯୋଉ କହିଥିଲେ ଯୋଉ ମାନେ 500 ଲୋକ କରିବା ବେଲା, ମୁଁ ତାଙ୍କୁ 3-4 ଥର ରଞ୍ଜନ ସାର୍ଙ୍କୁ କହିଛି ଯେ ସାର୍ ଏତିକିରେ ଆମର ଲୋକ ଗୁଡାକ ରହୁନାହାନ୍ତି, ଆଜି ମୋ ଝିଅ ବି ଜଏନ୍ କରିପାରିଲାନି, ତାର ଟିକେ କାମ ଥିଲା, ଆସିକି ଦେଖିଲା ବେଳକୁ ନାହିଁ। ତାପରେ ମତେ ଜଣେ ଫୋନ କଲା ତ ଆଉ ଲାଗୁନି, ଏଠି ରହୁଛି। ତେଣୁ ଆପଣ ଟିକେ ଅଧିକା ବଢାନ୍ତୁ। ଏବେ ଆଉ ଆଜି ତ ବର୍ତ୍ତମାନ ପଞ୍ଚା ଆପଣଙ୍କର ତ ସବୁ ମିଟିଂ ରେ ନିୟମ। आज्ञा ସାର୍ आज्ञा ଆପଣଙ୍କର ବର୍ତ୍ତମାନ ସବୁ 55 ମିଟିଂ ଲୋକ ରେ ନିୟମ। ନା 95। ओके ଆଜ୍ଞା ନା ନା ठीक ଅଛି ଠିକ ଆପଣ ଅଛି। ପଳଉଛନ୍ତି ତ ବାହାରେ। अच्छा सर ओके वेट करके बहुत कटि जाउଛନ୍ତି। कटि जाଉଛି ओके ओके। तो ବର୍ତ୍ତମାନ ବର୍ତ୍ତମାନ ଆମେ ଶୁଣିବା। ହଁ ମାଉସୀ ଠିକ ଅଛି। ବର୍ତ୍ତମାନ ଆମେ ଶୁଣିବା ପ୍ରେମ ମଞ୍ଜୁଳା ପ୍ରଧାନ, ପ୍ରେମ ମଞ୍ଜୁଳା ମ୍ୟାଡାମକୁ। କୁହନ୍ତୁ ପାଟି ଖୋଲୁ, କିଛି ଅସୁବିଧା ନାହିଁ, ଡରନ୍ତୁନି। ପ୍ରେମ ମଞ୍ଜୁଳା ମ୍ୟାଡାମ କୁହନ୍ତୁ। ପ୍ରେମ ମଞ୍ଜୁଳା ମ୍ୟାଡାମ ଓକେ। ଏବେ ଆମେ ଶୁଣିବା ବଡବିଲ ବର୍ଷା ମ୍ୟାଡାମ, ବର୍ଷା ଦେବୀ। हाँ नमस्ते सर जी। नमस्कार नमस्कार कुहନ୍ତୁ। आप ठीक है? नहीं नहीं आज जितना भी ट्रेनिंग आपको मिला, कितना पॉइंट आपका याद है, उनके बारे में बोलिए।